ଛକକୁ ଯାଇଲି ସଉଦା ଆଣିତେ ବାଇନା ଦୋକାନରେ 200 ଟଙ୍କା ବାକି ରଖି ଆସିଛି। ତୁ 500 ଟଙ୍କା ନେଇକି ଯାଇଥିଲୁ, ପଇସା କଣ କଲୁ କି? ମତେ ଥଣ୍ଡା ହେଲା ନା, ଔଷଧ ଦୋକାନକୁ ଯାଇଲି ଇଞ୍ଜେକ୍ସନ ନେଇତେ। ଔଷଧ ଦୋକାନ ଇଞ୍ଜେକ୍ସନ ଦେଲା 200 ଟଙ୍କା। ସେ ତାପରେ ଖୁଚୁରା ଦେଲାନି, କହିଲା ଭାଉଜ ଆଉ କେତେବେଳେ ଆସିଲେ ନେଇଯିବ। ମୁଁ ଟିକେ ଖରା ଗରମରେ ମୁଁ ବୁଲି ବୁଲା ଯିବି, ତୁମେ ଗୋଟେ କାମ କର ମତେ ଆଉ ଗୋଟେ ଇଞ୍ଜେକ୍ସନ ଦେଇଦିଅ। ଚେଞ୍ଜ ନାହିଁ ବୋଲି ତୁ ଆଉ ଗୋଟେ ଇଞ୍ଜେକ୍ସନ ନେଇଗଲୁ? ହଁ। ଏତେ ବୁଦ୍ଧି ଆଣିବୁ କୋଉଠୁ? ତୁମେ ଯେ ଗୁଟୁକା ଦୋକାନକୁ ଯାଇଲ 5 ଟଙ୍କାରେ ଗୋଟେ ଗୁଟୁକା ଆଣିଲ, ତାପରେ ଖୁଚୁରା ଦେଲାନି, କହିଲ ମତେ ଆଉ ଗୋଟେ ଗୁଟୁକା ଦେଇଦେ। ଓହୋ, ମୁଁ ବିଷ ଖାଇନି, ତୁ ବିଷ ଖାଇବୁ ନା? କି ବିଷ ଖାଇଲେ ଲୋକ ମରିଯାଆନ୍ତି, ମୁଁ ବିଷ ଖାଇଲେ ମରିଯିବିନି ନା? ମୁଁ ଖାଇଲେ ମୁଁ ଆଉ ମରିବିନି ନା କଣ? ତୁମେ ଗାଡି ଚଲା ଶିଖିଛ, ଚଟିକି ଡାକ୍ତରଖାନା ଚାଲିଯିବ, ମୋର ଯଦି କିଛି ହେଇଯିବ। ତୁମ ବୁଦ୍ଧିରେ ମୁଁ ବିଷ ଖାଇମି, ତୁମେ ଚାହିଁକି ବସିଛ, ମୁଁ ମରିଗଲେ ତୁମେ ଆଉ ଗୋଟେ ବାହାରି ପଡିବ। ଆଉ ମୁଁ ପାଠ ପଢିଛି, ତୁମ ଭଳିଆ ଏତେ ମୂର୍ଖ ନୁହେଁ ଯେ ତୁମ ଠାରୁ ମୁଁ ବିଷ ଖାଇଦେମି।